ଗୁରୁଦେବଙ୍କୁ ଇଷ୍ଟଦେବଙ୍କୁ ଏବଂ ସକଳ ବୈଷ୍ଣବମାନଙ୍କୁ ଅଜସ୍ର ପ୍ରଣାମ, ଭକ୍ତିପୂତ ପ୍ରଣାମ ଅର୍ପଣ କରୁଛି। ଆଜିର ସମାଜ, ଦେଶ ଶାନ୍ତିରେ ଅତିବାହିତ ହଉ, ଏହି ପ୍ରାର୍ଥନା। ଇଏ ହେଉଛି ପ୍ରଥମ ପ୍ରାର୍ଥନା। ଆଜି ଆମ ସମାଜରେ ଏମିତି କେଉଁ ଗାଁ ନାହିଁ ଯେଉଁ ଗାଁରେ କିଛି ନା କିଛି ଭଗବତ ଅନୁଷ୍ଠାନ ହେଉନାହିଁ। କେଉଁଠି ଭାଗବତ ହେଉଛନ୍ତି, ରାମାୟଣ ଏବଂ ବିଭିନ୍ନ ଗୁରୁମାନଙ୍କର ସତ୍ସଙ୍ଗ, କେଉଁଠି ଗୀତା, ବେଦ, ଏସବୁ କ୍ରମାନ୍ୱୟରେ ପ୍ରତ୍ୟେକ ଗାଁରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ସବୁ ଭାଷାରେ ଚାଲିଛନ୍ତି। କିନ୍ତୁ ଆପଣମାନେ ସମସ୍ତେ ଜାଣନ୍ତି ସବୁ କଥା ଚାଲିଛି, କିନ୍ତୁ ଗୋଟିଏ ଜିନିଷ ହଜିଯାଇଛି ବା ସୁପ୍ତ ହେଇଯାଇଛି, ସେଇଟି ହେଉଛି ଶାନ୍ତି। ଶାନ୍ତି ଯେଉଁଠି ନାହିଁ ତାକୁ ଆମେ ବୈକୁଣ୍ଠ ବି କହିପାରିବାନି, ନର୍କ ବି କହିପାରିବାନି। ଏହାର ବହୁତ କାରଣ ଆମେ ଖୋଜିକିରି ବାହାର କରିଛୁ। ସେ ଯାହା ହେଉ, ଆଜିର ପବିତ୍ର ସନ୍ଧ୍ୟାରେ ହଠାତ୍ ଆମର ବୈଷ୍ଣବମାନେ ନାମାଚାର୍ଯ୍ୟ ଶ୍ରୀମଦ୍ ବାବା ବାୟାଙ୍କର ଅନୁଗାମୀମାନେ ଏବଂ ତା ଭିତରେ ବୈଷ୍ଣବମାନେ ଅଛନ୍ତି ଏବଂ ଗୃହୀଭକ୍ତମାନେ ମଧ୍ୟ ଅଛନ୍ତି। ସେମାନେ ଆସି ପହଞ୍ଚିଲେ। ଆମେ ତ ସବୁଦିନେ ନ ପଢ଼ିଲେ ବି ଦିନେ ଦିନେ ତ ପଢ଼ୁଛୁ। ଅନେକ ଭାଗ୍ୟର ଫଲେ ବୈଷ୍ଣବ ଆସି ଆମିଲେ। ଯଦି ଗୋଟେ ସୌଭାଗ୍ୟର ମୁହୂର୍ତ୍ତ ଆମ ପାଇଁ ନ ଆସିବ, ଆମେ ଜଣେ ବୈଷ୍ଣବଙ୍କୁ ବୈଷ୍ଣବ ଭଳି ସମ୍ମାନ ଦେଇପାରିବୁ ନାହିଁ। ଗୋଟେ ଛୋଟିଆ କଥାଟିଏ ମୁଁ କହୁଛି। ବଳିଆ କେନ୍ଦ୍ରାପଡ଼ା ଟିକିରି ମଠକୁ ଯାଇଛି। ଉଦ୍ଦେଶ୍ୟ ତ ଅନେକ ଥିଲା, ସଂକ୍ଷିପ୍ତରେ କହୁଛି। ଉଦ୍ଦେଶ୍ୟ ଥିଲା ଆମେ ଓଡ଼ିଶାରେ ଆଉ ନ ରହି ମୁଁ ଓଡ଼ିଶା ବାହାରକୁ ପଳେଇବି। ସେଇଠି ମୁଁ ସାଧନ ଫାଧନ କରିବି। ଇଏ ମଠ ବାଡ଼ି ଏସବୁ ଯେଉଁ ଜଞ୍ଜାଳ, ଏଗୁଡ଼ାକ ମୁଁ ପାରିବି ନା। ଏ କଥାଟା ବାୟାଙ୍କୁ ଜଣେଇବା ପରେ ଯିବି, ଏଇ ସଂକଳ୍ପ ନେଇ ମୁଁ ଟିକିରି ମଠରେ ପହଞ୍ଚିଲି। ବାୟା ତାଙ୍କର ଯାହା, ଏ ତ ଜଣେ ଅତିଥି ବତ୍ସଳ ସନ୍ଥ, ସିଏ ଜଣେ ସମନ୍ୱୟୀ, ସିଏ ନାମାଚାର୍ଯ୍ୟ, ଯାହାଙ୍କର ପାଟିରୁ ଅନେକ ସମୟରେ ବାହାରେ ନାମ ଅଟଇ ମହାବଳ, ସେବଳେ ଜିଣ ଭୂମଣ୍ଡଳ। କଥା କଥାକେ ଗୋଟିଏ କଥା ଆରମ୍ଭ ହେଲା, କଥାଟି ସଇଲା। ତାପରେ ବାୟା ନିଶ୍ଚୟ କହିବେ ହରିବୋଲ ହରିବୋଲ। ଏଇଭଳିଆ ତାଙ୍କର ଆଚରଣ, ଉଚ୍ଚାରଣ ସବୁ। ସିଏ ଯେମିତି ଆମେ ଆଚରଣ ଗୋଟେ, ଉଚ୍ଚାରଣ ଗୋଟେ ପ୍ରକାର କରୁଛୁ, ଆଚରଣ ଗୋଟେ ପ୍ରକାର କରୁଛୁ,
ସେଠାରେ ସେଗୁଡ଼ାକ ମିଳେନି। ତାପରେ ଯିଏ ଆସିବେ ଟିକେ ପ୍ରସାଦ ପାଇବେ। ସେ ପ୍ରସାଦ ନ ପାଇଲେ ବି ତାଙ୍କୁ ବାୟା ନିଶ୍ଚୟ କହିବେ ଯେ ପ୍ରସାଦ ପାଇକିରି ଯିବେ। ଏଇସବୁ ଜୀବନର ଗୋଟେ ଅନୁଭୂତି। ତେବେ ବାୟା ସେଦିନ ଗୋଟେ କଥା ପ୍ରସଙ୍ଗରେ କହିଲେ, ଗୋଟେ ଏକଦମ ସତ୍ୟ କଥାଟା ମୁଁ କହୁଛି। କହିଲେ ମୋ ଆଡ଼କୁ ଅନେଇ ନାହାନ୍ତି କି ମୋତେ କହୁଛନ୍ତି ବୋଲି ମଧ୍ୟ କେହି ଜାଣିନାହାନ୍ତି, କିନ୍ତୁ ପ୍ରକୃତରେ କହୁଥିଲେ ମୋତେ, ସମସ୍ତେ ଶୁଣୁଥିଲେ। ପ୍ରାଚୀନ ବାବାଜୀ ମାନେ ସେତେବେଳେ ଥିଲେ, ଜୀବନଦାର ଥିଲେ, ଏମିତି କେତେକ ବି ଥିଲେ, ଆଉ ଅନେକ ଭକ୍ତମାନେ ବି ଥିଲେ। ଗୋଟିଏ ପିଲା ଗ୍ରୁପ, ଗୋଟେ ଝିଅ ପୁଅ ମିଶିକିରି ଗୋଟେ ଠାକୁର ଅଭିରାମଙ୍କର ସଙ୍ଗୀତ ବି ପାଠ କଲେ। ତାକୁ ବି ବାୟା ସୁନ୍ଦର ଭାବରେ ଶୁଣିଲେ। ଏଇଭଳି ଭାବରେ ସେ ସମୟଟି ଅତିବାହିତ ହେଲା। ଠିକ୍ ତାରି ଭିତରେ ସେ ଗୋଟିଏ ଧାଡ଼ି ଖାଲି କହିଲେ, ମାନେ ଏହା କରିବ, ଏହା କରିବନି, ଏହା କରିବନି, ଏହା କରିବ, ଏ କଥା ଏମିତି ଗୋଟେ କହୁ କହୁ ତା ଭିତରେ କହିଦିଅନ୍ତି ସାଧୁସଙ୍ଗ କର। ପୁଣି ଅନ୍ୟ କଥା ଆରମ୍ଭ ହୁଏ। ଯେଉଁ କଥାଟା ଆରମ୍ଭ ହୁଏ ସେ ହେଉଛି ବାୟାଙ୍କର ଜୀବନ କାଳର ଅନୁଭୂତିର କଥା। ଜଣକୁ ସାକ୍ଷୀ କରି ସେ କହନ୍ତି, ଆଉ ଶେଷକୁ କିନ୍ତୁ କହିବେ ହରିବର ହରିବର। ବଳିଆ ବସିକରି ତାଙ୍କର ଏଇ ଲୀଳାକୁ ଉପଲବ୍ଧି କରୁଥିଲେ। ସେଇ କଥା ଭିତରେ ସେ ମଧ୍ୟ କହିଲେ, ଥରେ କହିଲେ କି ଦୁଇଥର କହିଲେ, ସମସ୍ତେ ତ ହିମାଳୟ ଯିବା, ପୁଣି ଓଡ଼ିଶାରେ କିଏ ରହିବ? ଇଏ ଗଲା ଗୋଟେ ପର୍ଯ୍ୟାୟ। ଆଉ ଗୋଟେ ପର୍ଯ୍ୟାୟ ଆସିଲା। ସେ ପର୍ଯ୍ୟାୟରେ ସେ କହିଲେ, ହିମାଳୟ ମାତୃ ଗର୍ଭଠାରୁ କ'ଣ ହିମାଳୟ ଏତେ ମହାନ? ଏ କଥାରୁ ବଳିଆ ତାର ଯାହା ବୁଝିବା କଥା ସାରାଂଶ ବୁଝିଲା। ତେବେ ଯାହା ହଉ, ଏଇ କଥା ପ୍ରସଙ୍ଗ ଭିତରେ ସେ ତ ମୋ ପ୍ରଶ୍ନର ଉତ୍ତରଟା ସେ ଦେଇ ସାରିଲେଣି। ତାଙ୍କୁ ଆଉ ଗୋଟା କ'ଣ ଆଉ ଗୋଟେ କ'ଣ ପଚାରିବି? ତା ଭିତରେ କେତେ ଗୁଡ଼ିଏ ମୂଲ୍ୟବାନ କଥା ସେ କହିଛନ୍ତି। ଆପଣମାନେ ତ ଲକ୍ଷ ଲକ୍ଷ ଲୋକ ଏ କଥା ଆଜି ଶୁଣୁଛନ୍ତି। ମୋ ପାଖରେ ବସିଛନ୍ତି ସେଇ ବୈଷ୍ଣବମାନେ ବସିଛନ୍ତି, ବାୟା ଅନୁଗାମୀମାନେ। ତେଣୁ କଥାଟା ଆଜି କହୁଛି ମାନେ ସେ କଥାଟା ଆଜି ଗୋଟେ ମାନେ ଅନେକ ଥର ଅନୁମୋଦିତ ହେବା ପରେ ଇଏ ବର୍ତ୍ତମାନ ବି ଅନୁମୋଦିତ ହେଉଛି। ବାୟା ଗୋଟିଏ କଥା କହିଲେ, ଯେ ପାଞ୍ଚେ ପରର ମନ୍ଦ, ସେ ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ସେଇଠି ବସିଥିଲେ ଜୀବନଦା, ସେ ଜଣେ ବୈଷ୍ଣବ। ସିଏ କହିଲେ ବାବା କାହାକୁ କହୁଛନ୍ତି? ବାୟା କହିଲେ, ତମକୁ କହୁଛି। ତାପରେ ସେ ଚୁପ୍ ରହିଲେ। ପୁଣି 2 ମିନିଟ୍ 3 ମିନିଟ୍ ଗଲା, ପୁଣି କ'ଣ ଗୋଟେ କଥା ପଡ଼ିଲା। ଏମିତି କଥା ପଡ଼ୁ ପଡ଼ୁ କଥା କିନ୍ତୁ ପଡ଼ୁଥାଏ। ତା ଭିତରେ କହିଲେ, କେତେ କେତେ ବିପତ୍ତି ନ ପଡ଼ିଲା, ଏକା କୃଷ୍ଣ ଥିବାରୁ କିଛି ନ ବାହାରିଲା। ସେଇ ଜୀବନଦା କି ଆଉ ଜଣେ ସନ୍ଥ କିଏ କହିଲେ ବାବା କାହା ପାଇଁ କ'ଣ କହୁଛନ୍ତି? ନା ମୁଁ ତମ ପାଇଁ କହୁଛି। ସେଇ ସଭାରେ ଥିଲେ କେନ୍ଦ୍ରାପଡ଼ାର ଜଣେ
ସଚିବାବୁ ବୋଲି ତାଙ୍କର ଗୋଟେ ବାବାଜୀ ରାମଦାସଙ୍କର ସେ ଶିଷ୍ୟ ବା ଏହାର ଅନୁଗାମୀ ସେ ମାନେ ମାନେ ମୋଟାମୋଟି ଭାବରେ କହୁଥାନ୍ତି ବାବା ମୋତେ କହୁଛନ୍ତି। ଜଣେ କିଏ ପଚାରିଲା, ଗୋଟେ ମାଟିଏ ପଚାରିଲା, ମାଟି ପଚାରିନି, ବାବା ତାଙ୍କ ମନକୁ କହିଲେ ସେ ମାଟି କ'ଣ କହୁଛି। ସେ ମା କିଛି କହିନି, ଚୁପିକିରି ବହିଛି। କିନ୍ତୁ ବାୟା କଲେ ସେ କ'ଣ କହୁଛି। ଆଉ ଜଣେ କିଏ ବାହାରି ପଡ଼ିଲେ, କହିଲେ ବାବା ଆଉ କହିବ କ'ଣ, ସେ କହୁଛି ମଣିଷର ଭବିଷ୍ୟତ କ'ଣ। ବାୟା କହିଲେ ମୃତ୍ୟୁ। ଯେତେବେଳେ ଏଇ କଥାଟା କହିଦେଲେ, ଏଇ ଯେଉଁ ସଚିବାବୁ ଥିଲେ ସେ କହିଲେ କ'ଣ ବାବା ମଣିଷର ଭବିଷ୍ୟତ ହେଉଛି ମୃତ୍ୟୁ। ବାୟା କହିଲେ ବାୟା ଯଦି କହିବ ତମେ କହିବନି, ତମେ ଯଦି କହିବ ବାୟା କହିବନି। ସିଏ ଚୁପଚାପ ବସିଲେ। ଇଏ କଥାଟି ସବୁ ମନେ ରଖି ଆହୁରି ଅନେକ କଥା ଅଛି। ସେଦିନର ଅନୁଭୂତି ଜୀବନର ଅପାସରା ଏବଂ ତାହା ମୋ ଇତିହାସରେ ବା ମୋର ଯେଉଁ ଛୋଟ ପୁସ୍ତକ ବା ମୋର ଯେଉଁ ରହିଛି ଲେଖା, ତା ଭିତରେ ଏ କଥା ନିଶ୍ଚୟ ରହିବ। ବାୟା କହିଛନ୍ତି ସାଧୁସଙ୍ଗ କର। ଆମେ ସବୁଠୁ ଉଠିଲୁ, କଥା ଯାହା ରହିଲା ସେ ପର କଥା। ବାୟା କ'ଣ କହିଲେ ସାଧୁସଙ୍ଗ କର। ସିଏ ପୁଣି କେଉଁଠି ମିଳିବେ। ପୁରୀ ଶ୍ରୀକ୍ଷେତ୍ର ଯାକ ବୁଲିଲି, କେଉଁଠି କିଛି ସାଧୁସଙ୍ଗ କରିବାର ସେମିତି କାହିଁ ସୁଯୋଗ ଜୁଟିଲାନି। ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ। କେହି ବି ପଚାରୁନଥାନ୍ତି ଆପଣ କିଏ, କେଉଁଠୁ ଆଇଛନ୍ତି, କି ଚଟିଟିଏ ନିଅନ୍ତୁ ବସିବେ, ସେସବୁ କିଛି ନାହିଁ। କେବଳ ଗୌଡ଼ୀୟ ବୈଷ୍ଣବଙ୍କ ମଠରେ ଜଣେ ସନ୍ଥ, ନବଦ୍ୱୀପର ଜଣେ ସନ୍ଥ, ସେ ଗୀତାର ଗୋଟିଏ ଧାଡ଼ି ପଙ୍କ୍ତି ଉପରେ ସେ ଆଲୋଚନା କରୁଥାନ୍ତି। ସେଇଟା ହେଉଛି ନିୟମାଗ୍ରହ। ସେ ସେଇ କଥାର ତାତ୍ତ୍ୱିକ ବ୍ୟାଖ୍ୟା ଟିକେ ସେ କରୁଛନ୍ତି। ନିୟମ ପ୍ରତି କେତେବେଳେ ତୁମେ ଆଗ୍ରହ କରିବ ନିୟମକୁ ରକ୍ଷା କରିବା ପାଇଁ, ପୁଣି କେତେବେଳେ ଜୀବନରେ ଏମିତି ସମୟ ଆସିବ ନିୟମକୁ ପରିଗ୍ରହ କରିବାକୁ ପଡ଼ିବ। ଏଇ କଥା କହୁଥିବା ବେଳେ ଗୋଟେ ଛୋଟିଆ କଥା କହିଲେ, ମହାପ୍ରଭୁ ଦୁଆର ମୁହଁରେ, ଦୁଆର ବନ୍ଧରେ ମୁଣ୍ଡ ଦେଇକିରି ସେଦିନ ଶୋଇଲେ। ତାଙ୍କର ଯିଏ ସେବକ ସିଏ ଆସନ୍ତି, ମହାପ୍ରଭୁଙ୍କୁ ଟିକେ ସେବା କରନ୍ତି, ତାପରେ ଯାଇ ଖାଇ ପିଇ ଶୁଅନ୍ତି। ସେଦିନ ବାୟା ଆଉ ମହାପ୍ରଭୁ ଆଉ ଦୁଆର ମୁହଁରୁ ମୁଣ୍ଡ ଉଠେଇ ନାହାନ୍ତି, ସେମିତି ମୁଣ୍ଡ ଦେଇକି ଶୋଇଲେ। ତେଣୁ ସେବକ କେମିତି ଦୁଆର ବନ୍ଧୁକୁ ଡେଇଁକିରି ଯିବ। ତାମାନେ ତ ବାୟା ଅଛନ୍ତି ସେଠି, ତାଙ୍କ ମୁଣ୍ଡଟା ପୁଣି ଦୁଆର ବନ୍ଧରେ। ସେ ଘଷୁଛନ୍ତି, ଘଷି ମାନେ ସେବା କରି କରି ରାତି 4ଟା ବେଳକୁ ଆଳତି ହେଲା। ସେତେବେଳେ ବାୟା ତ ଉଠନ୍ତି, ସେ ବି ଉଠିଲେ। ବାୟା ପଚାରିଲେ କ'ଣ ଏପର୍ଯ୍ୟନ୍ତ ପ୍ରସାଦ ପାଇନା କି? ନା ପାଇନି। କାହିଁକି ପାଇଲାନି? ନା ଆପଣ ମୁଣ୍ଡ ଦେଇକିରି ଶୋଇଲେ, ଆମେ ଆଉ ମୁଁ କେମିତି କ'ଣ ପ୍ରସାଦ ପାଇବୁ? ତେଣୁ ଆମର ପ୍ରସାଦ ଦରକାର ନାହିଁ, ଆପଣଙ୍କ ସେବା ହିଁ ଆମର ପ୍ରସାଦ। ପିଠିରେ ମହାପ୍ରଭୁ ଚୈତନ୍ୟ ଟିକେ ହାତ ବାଡ଼େଇ ଦେଲେ, ହଜା। ଏଇ ପ୍ରକାରର କଥାଟି କହି ମୋ ମନ ଭିତରେ ଆସିଲା, ବାୟା କହିଥିବା କଥାଟି ସାଧୁସଙ୍ଗ କର, ଆଉ ଏଇଠି ସାଧୁସଙ୍ଗଟି ମିଳିଲା। ଆପଣମାନଙ୍କୁ ଗୋଟେ କହୁଛି ଯେ ସେ ବର୍ଷ ଗୋଟିଏ ବର୍ଷ ବିତିଗଲା,
365 ଦିନ କି 60 ଦିନ ଯାହା ଆଉ ବିତିଗଲା। ଆଶ୍ଚର୍ଯ୍ୟର କଥା, ଏମିତି ଗୋଟିଏ ଦିନ ବି ନାହିଁ ଯେଉଁ ଦିନ ଜଣେ ସାଧୁ ମୋର ଦେଖା ନ ହୁଅନ୍ତି। ମୋର ସାଙ୍ଗେ ସାଙ୍ଗେ ମନେ ପଡ଼େ ବାଇଆଙ୍କ କଥା। ବସ୍ ଭିତରେ, ଟ୍ରେନ୍ ଭିତରେ, ପ୍ଲେନ୍ ଭିତରେ, ରିକ୍ସାରେ, ସାଇକେଲରେ, ମୋଟର ସାଇକେଲରେ, ଯୋଉଥିରେ ଚାଲି ଚାଲିକିରି ଯୋଉଥିରେ ଯେମିତି ଗଲେ ବି ଜଣେ ସାଧୁ ବସିଥିବେ କି କ'ଣ କହୁଥିବେ। ଏମିତି କଥାଟା 365 ଦିନ ବିତିଗଲା। ସାଧୁ ଏ ଜୀବ ସାଧୁସଙ୍ଗ ବିନୁ, ଏଇ ଯେଉଁ କଥାଟା ଆମେ ଶୁଣିଥିଲୁ, ବାୟାଙ୍କର ମହାନ କୃପାରେ ଇଏ ଗୋଟିଏ ବର୍ଷ ମୋର ସାଧୁସଙ୍ଗରେ କଟିଗଲା। ମୁଁ କିଛି ଶିକ୍ଷା କିଛି ପାଇନି, ମୁଁ ତ କେବଳ ସାଧୁସଙ୍ଗ ପାଇଛି। ମୁଁ ବଇଥିବି, ମୋ ପାଖରେ ସିଏ ଆସି ବସିବେ। ମୁଁ ଖାଲି ପଚାରେ ଆପଣ କୋଉଠୁ ଆସିଥିଲେ, କ'ଣ କରିଥିଲେ, ଏତିକି। ଆମର କଥାବାର୍ତ୍ତା କିଛି ନାହିଁ। ତେଣୁ ଏଇ ହେଉଛନ୍ତି ମୋର ମନର ମାର୍ଗଦର୍ଶକ। ଯଦିଓ ମୋର ଜୀବନରେ କେହି ମାର୍ଗଦର୍ଶକ ଥିଲେ, ଆଜି ଆଉ ନାହାନ୍ତି, ଥିଲେ, କିନ୍ତୁ ମୋତେ ପ୍ରକୃତରେ ମୁଁ 17 ବର୍ଷରେ ଘର ଛାଡ଼ିଥିଲି। ବୟସ ମୋଟେ 17। 16 ବର୍ଷରେ ବାୟା ପାଖକୁ ଯାଇଥିଲି। ତେଣୁ ମୋର ମାର୍ଗଦର୍ଶକ ଭାବରେ ମୁଁ କେବଳ ବାୟାଙ୍କୁ ହିଁ ଜାଣେ। ତାଙ୍କର ପ୍ରତିଟି କଥା, ପାନ ଖଦଡ଼ା, ପାନ ଖାଆନ୍ତି, ଖଦଡ଼ା କାଢ଼ନ୍ତି, ସେଇ କଥାରୁ ମଧ୍ୟ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଯେତେ କଥା ମୁଁ ଦେଖିଛି, ସବୁ କଥାକୁ ମୁଁ ମନେ ରଖିଛି, ଲେଖିକିରି ବି ରଖିଛି। ତେଣୁ ଏଠି ସାଧୁସଙ୍ଗର କଥା ଯେ, ଆଉ ଗୋଟେ କଥା ବାୟା ବି କହିଥିଲେ, ଗୁରୁ ରୂପେ କୃଷ୍ଣ କୃପା, ତତ୍ତ୍ୱର ଅବଧି, ତତ୍ତ୍ୱ ନିରୂପିତ ହେଲେ ଛାଡ଼ ବେଦ ବିଧି। ସେତେବେଳେ ଏ କଥାକୁ ସବୁ ଆମେ କିଛି ବ୍ୟାଖ୍ୟା କରିପାରୁନଥିଲୁ। ପୁଣି ଆସିକିରି 2-4 ମାସ ଖଣ୍ଡେ ଲାଗିଲା, ତାକୁ ବସି ଭାବିଲୁ, ସୋର ଏଇଆ ହେଇଥିବ ବୋଲି କହିଲୁ, ଆଉ ଜଣେ କାହାକୁ ପଚାରିଲୁ। ତେଣୁ ଜୀବନର ଏମିତି ଗୋଟେ ସୁଯୋଗ ଆମେ ପାଇଛୁ। ବାୟାଙ୍କର ଶେଷ ବାଣୀ, ଭଲ ମଣିଷ ହୁଅ। ତାଙ୍କର ଶେଷ ବାଣୀ। ତାଙ୍କ ପାଖରେ ଯିଏ ଶେଷ ସମୟରେ ସେବକ ଭାବରେ ବା ଟିକେ ସେବା ଭାବା କରୁଥିଲେ, ସିଏ ତାଙ୍କୁ କେଇଟା ବାଜିଲାଣି, କ'ଣ ହେଲାଣି ପଚାରିଲେ। ମଙ୍ଗଳା ଆଳତି ଆଇଲା, ତାକୁ ଆଘ୍ରାଣ କଲେ, ଭଲ ମଣିଷ ହୁଅ କହିକିରି ହାତ ଯୋଡ଼ି ଗଲେ। ତେଣୁ ଆମେ ଆଜି ବାୟା ପରିବାର ହଉ କିମ୍ବା ଇଏ ପରିବାରଟା ବି ବାୟାର, ତେଣୁ ମୋ ପରିବାର କହିବାଟା ଭୁଲ ହେଇଯିବ। ବାୟା ପରିବାର ହଉ ବା ଯେକୌଣସି ଭାରତବର୍ଷର ଯେକୌଣସି ମହାପୁରୁଷଙ୍କର ପରିବାର, ସମସ୍ତଙ୍କ ପାଇଁ ଏ ପଦଟା ହେଉଛି ଗୋଟେ ପ୍ରକୃତରେ ଗୋଟାଏ ମେଡିସିନ। ଭଲ ମଣିଷ ହୁଅ। ବେଦାନ୍ତରେ ଗୋଟେ ଶବ୍ଦ ଅଛି, ସୁମନୁର୍ଭବ, ତୁମେ ଭଲ ମଣିଷ ହୁଅ। ବାୟାଙ୍କ ପାଖରେ ଏଇ ବାକ୍ୟଟା ଆଜି ବି ମୋ ଭିତରେ ଗୁରୁମନ୍ତ୍ର ଭଳି ରହିଛି। ମୁଁ ଯାହା କରୁଛି ତା ପୂର୍ବରୁ ଭାବୁଛି, ଏଇଟା ଭଲ ମଣିଷ ହବାର ବାଟ ନା କ'ଣ ଅବାଟ। ବାୟାଙ୍କ ସହିତ ଯେଉଁ ରହସ୍ୟ ସବୁ ସୃଷ୍ଟି ହେଇଛି,
କଥା କଥାକେ ଆପଣମାନେ ବି ବର୍ତ୍ତମାନ ଶୁଣିଲେ ଗୁଡ଼ିଏ ହସିବେ, ମୁଁ ବି ହସିବି, ହସ ମାଡ଼ିବ ଆଉ। କିନ୍ତୁ ଏଇ ଯେଉଁ ଜୀବନରେ ଆମେ ସୁଯୋଗ ପାଇଲେ, ଗୁରୁ କୃପା ହିଁ କେବଳ ଆମେ ଗୁରୁଙ୍କୁ ପାଇଲେ, ତାଙ୍କ ବାଣୀକି ପାଇଲେ, ତାଙ୍କ ରୂପକୁ ବାରମ୍ବାର ମଧ୍ୟ ଦେଖିଲେ, ତାଙ୍କ ସେବା ବି ପାଇଲେ, ତାଙ୍କର ପ୍ରସାଦ ବି ପାଇଲେ। ଆଉ କ'ଣଟା ଆମେ ପାଇଥାନ୍ତୁ? ଆଉ ଆମର ପ୍ରୟୋଜନଟା କ'ଣ? ତେଣୁ ଆମର ଯାହା ପ୍ରୟୋଜନ ଆମେ ବୋଧେ ପାଇଛୁ। ଏବେ ଆଉ ନ ପାଇଲେ ଆମର କିଛି ମନ ଦୁଃଖ ନାହିଁ, ନା କାହାକୁ କିଛି କହିବୁନି। ଏବେ ବି ବାୟା ଯେତେବେଳେ ମୋର ମାନସିକ କ୍ଳାନ୍ତି ବଢ଼ିଯାଏ, ମୁଁ ଟିକେ ମାନେ ବ୍ୟସ୍ତ ହୋଇପଡ଼େ, ସେଇ ଦିନେ ଦୁଇ ଦିନ ଭିତରେ ବାବାଙ୍କର ଦର୍ଶନଟି ହୁଏ। ତାପରେ ମୋ ମନଟା ପୁରା ବୁଝିଯାଏ। ଆଉ ଏଇ ହେଉଛି କଥା। କେତୋଟି ବର୍ଷ କାଲି ଭଳି ଲାଗୁଛି, ବାବା ତ ସବୁବେଳେ ପ୍ରକଟରେ ଅଛନ୍ତି, ଅପ୍ରକଟ ତ ସେ ହୁଅନ୍ତିନି। ସେଭଳି ମହାନ ପୁରୁଷମାନେ ଅପ୍ରକଟ ହୁଅନ୍ତିନି। ସେ ଦେହକୁ ତ୍ୟାଗ କରନ୍ତି, କିନ୍ତୁ ସେ ଦେହୀକି ତ୍ୟାଗ କରନ୍ତିନି। ସେ ଯୋଉଠି ଥାଆନ୍ତି ସେଇଠି। ତେଣୁ ଏବେ ବି ତାଙ୍କ କଥା ମନେ ପଡ଼ୁଛି। କେତୋଟି ଦିନ, ଯେଉଁଦିନ ସେ ଗଲେ ସେଦିନ ବି ବଳିଆ ଯାଇକି ପହଞ୍ଚିଥିଲା। ମୋ ଦାୟିତ୍ୱ ମୁଁ କରୁଥିଲି। ଏମିତି କଥା। ଏଇଠି ପ୍ରଥମ ନାମଯଜ୍ଞ ପ୍ରଥମ ଏଇଠି ହେଇଥିଲା। ତାଙ୍କ ଶତବାର୍ଷିକ ଏଇଠି ପାଳନ ହେଇଥିଲା। ତେଣୁ ଆଜି ସେ ନାହାନ୍ତି ବୋଲି ଆମେ ଭାବିବା, ଏଇଟା ଗୋଟେ ମହାପାପ। ନାହାନ୍ତି ବୋଲି ଭାବୁଛୁ ବୋଲି ଦ୍ୱନ୍ଦ୍ୱଟା ବଢ଼ି ବଢ଼ି ଚାଲିଛି। ଯେଉଁଦିନ ଆମେ ଭାବିବୁ ବାବା ଅଛନ୍ତି, ସେଇଦିନ ଆମ ଦ୍ୱନ୍ଦ୍ୱଟା ସରଳ ହେଇଯିବ। କିନ୍ତୁ ବାୟା କହିଛନ୍ତି, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଏହା ଯଦି ବାୟାଙ୍କର ମୁଖ ନିଃସୃତ ବାଣୀ, ତାହେଲେ ବାୟାର ହାତ ଗଢ଼ା ଉଦ୍ୟାନକୁ କାହାର ଏଡ଼େ ବଡ଼ ଶକ୍ତି ଅଛି? ବାୟା ଯେଉଁ ଉଦ୍ୟାନକୁ ନିଜ ହାତରେ ଗଢ଼ିଛନ୍ତି, ସେ ଉଦ୍ୟାନକୁ କୋଉ ଛେଳି, କୋଉ ମେଣ୍ଢା, କୋଉ ଗାଈ ଖାଇବ? କେହି ତାକୁ ନଷ୍ଟ କରିପାରିବେ ନାହିଁ। ମଝିରେ ମଝିରେ ଅଦିନିଆ ଝଡ଼ ଆସେ, ଇଏ ସବୁ ବର୍ଷ ଆସେ। ସେମିତି ସମସ୍ତଙ୍କ ପାଇଁ ଆସେ, ସେମିତି ଆମ ପାଇଁ ବି ଗୋଟେ ଆଇଛି। ଏହାର ସମାଧାନ ନିଶ୍ଚିତ ଭାବରେ ହେବ। ଯେତେବେଳେ କଥାଟି ବିଶେଷ କରୁଛି, ଯେତେବେଳେ ବିଭିନ୍ନ ଗୁରୁମାନଙ୍କର ମହାନ ମହାନ ସମ୍ମିଳନୀ ଆମ ଯିବା ଆସିବା ବାଟରେ ଆମେ ଦେଖୁ, ଟିକେ ମନଟା ଟିକେ ଗୋଳମାଳ ହେଇଯାଏ। ଆମେ ହିଂସିକା ନୁହେଁ ଯେ ହିଂସା କରୁ, ବାବାଙ୍କ ପାଇଁ ଏମିତିଆ ଗୋଟେ କଲେ ହୁଅନ୍ତାନି? ଏତେ ଗୁଡ଼ାକ ଲୋକ ବାୟା ଅର୍ଜନ କରିକିରି ଗଲା, କିନ୍ତୁ କିଛି ହଉନି। ଇଏ କ'ଣ ସେଇ ହରିଦାସ ଉତ୍ସବ, ସେ ଅମୁକ ଉତ୍ସବ, ଇଏ ଆଉ ଟିକେ ଟିକେ କରିଦେଇକି ଇଏ ତ ଗୋଟେ ନିତ୍ୟ ନୈମିତ୍ୟ ସେବା ଭିତରେ ରହିଲା। ଗୋଟେ ବାବା କି ବାୟା ଗୋଟେ କି ବସ୍ତୁ ଥିଲା, ତାର ଦର୍ଶନ କ'ଣ ଥିଲା, ଏବଂ ତା ପାଖରେ ଆମେ ସମୟ କଟେଇ କ'ଣ ଯେ ପାଇଛୁ, ସେତିକି କଥା ଆଲୋଚନା କରିବା ପାଇଁ କ'ଣ ଆମେ ପଡ଼ିଆଟା ପାଇବୁନି, ନା ଷ୍ଟେଜଟା ପାଇବୁନି, ନା ବକ୍ତାଟେ ପାଇବୁନି? ବାୟାଙ୍କର ଶତବାର୍ଷିକ 3 ଜାଗାରେ ହେଲା। ବଳିଆ କଲା ଗୋଟେ ଜାଗାରେ, ଆଉ 2ଟା ଜାଗା ତାଙ୍କ ଭିତରେ ହେଲା। ତେଣୁ ଏଭଳି ହେଲେ ଆମେ ପ୍ରକୃତରେ ଆମେ ବି ରହିବୁ କି?
ଆମେ ଯେ ଆଜି ଅଛୁ କଥା କହୁଛୁ ଆମେ ରହିବୁ କି ଆମେ ବି ତ ଯିବୁ। ତାହେଲେ ବାୟା କଥା ହେଉଛି ଗୋଟେ ରତ୍ନ। ସେ ଅନେକ ରତ୍ନ ରଖିଦେଇ ଯାଇଛନ୍ତି। ସେ ରତ୍ନକୁ ଆମେ କୋଉ ବାକ୍ସରେ ମାନେ ଚାବି ପକେଇକି ରଖିବୁ। ତେଣୁ ଚାବିକି ଖୋଲିବା ପାଇଁ ବଳିଆ ଆପଣମାନଙ୍କ ମାଧ୍ୟମରେ ଯଦି କେହି ବାୟାର ଅନୁଗାମୀ ମାନେ ଶୁଣୁଥିବେ ତାଙ୍କ ମାଧ୍ୟମରେ ସମସ୍ତଙ୍କୁ ଜଣାଉଛି। ମୋର ବି ବୟସ ବଢ଼ୁଛି। ତେଣୁ ମୋର ଶେଷ ଇଚ୍ଛା ନୁହେଁ କି ପ୍ରଥମ ଇଚ୍ଛା ନୁହେଁ, ବାୟା ଇଚ୍ଛା ଏତିକି ଖାଲି କହୁଛି। ଗୋଟେ ବାବାଙ୍କ ପାଇଁ ଗୋଟେ ଦେଶ ଉପରେ କି ଗୋଟେ ରାଜ୍ୟ ଉପରେ ପ୍ରଭାବ ପଡ଼ିଲା ଭଳି ଏମିତି ଜଣେ ମହାପୁରୁଷ ଥିଲେ। ଏମିତି ଗୋଟେ କଥା ନାମ କୀର୍ତ୍ତନ ଇତ୍ୟାଦି ଇତ୍ୟାଦି ସିଏ ଯାହାକୁ ଭଲ ପାଉଥିଲେ, ସେ ଯୋଉ କଥାଟା ଭଲ ପାଉଥିଲେ, ସେଇଭଳି ଗୋଟେ କାର୍ଯ୍ୟକ୍ରମ ଆମେ କରିବୁ। ଏବଂ ବାୟା ହେଉଛନ୍ତି ଏଇ ଶତାବ୍ଦୀର, ଏ ଯେଉଁ ପୂର୍ବ ଶତାବ୍ଦୀର ଏଇ ପବିତ୍ର ଜଗନ୍ନାଥ ଭୂମିର ସର୍ବଶ୍ରେଷ୍ଠ ବରପୁତ୍ର। ଅନେକ ସାଧୁ ଥିଲେ, ଆଜି ଅଛନ୍ତି କି ନାହିଁ ମୁଁ କାହାକୁ ତ ଖୋଜିବାକୁ ଯାଉନି। ଆଉ ମୁଁ କାହିଁକି ଆଉ ତାକୁ ହିସାବ କରିବି। ଅନେକ ଥିଲେ, କାହା ସହିତ ମୁଁ ମିଶିନି। ତୁ ମାନେ ଏମିତି ଗୋଟେ ଚିହ୍ନା ପରିଚୟ ଭଳି କାହାକୁ ପ୍ରଣାମ କରିଛି, କାହାକୁ ଆଶୀର୍ବାଦ ଭିକ୍ଷା କରିଛି। କିନ୍ତୁ ବାୟାଙ୍କ ପାଖରେ ଯେତିକି ଘଣ୍ଟା କଟେଇଛି ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଗୋଟେ ଗୋଟେ ଅମୃତର ମୁହୂର୍ତ୍ତ। ତେଣୁ ବାୟାଙ୍କୁ ଏଇ ସ୍ମରଣ କରୁଛି, ଏଇ କଥା ଭିତରେ ବି ପ୍ରାର୍ଥନା କରୁଛି। ଏଠି ଯେଉଁ ବୈଷ୍ଣବମାନେ ବସୁଛନ୍ତି ତାଙ୍କୁ ବି ପ୍ରାର୍ଥନା କରୁଛି। ବର୍ଷା ଦିନଟି ଠିକ୍ ଚାଲିଗଲା ପରେ ଗୋଟେ ମାସ ସ୍ଥିର ହେବ। ସମସ୍ତଙ୍କୁ ନେଇକିରି ଆମେ ଗୋଟେ କେବଳ ସେ ଯେମିତି କରୁଥିଲେ ସେ ସନାତନ ଧର୍ମ ସମ୍ମିଳନୀ, କିଏ କରୁଛି ଭାଗବତ କ'ଣ ନବାନ୍ନ ପାରାୟଣ, କିଏ କରୁଛି ରାମଚରିତ୍ର। ଆମର ସେସବୁ କିଛି ହେବନି। ଆମର କେବଳ ଆମ ଆଲୋଚନା ହେବ ବାୟା ଦର୍ଶନ, ବାୟା ଅଭିଷେକ, ବାୟାଙ୍କ ପାଇଁ ନାମ କୀର୍ତ୍ତନ, ନଗର କୀର୍ତ୍ତନ, ମହୋତ୍ସବ। ବାୟାଙ୍କର ପ୍ରତିଟି କଥାକୁ ଯେଉଁମାନେ ତର୍ଜମା କରିପାରିବେ ସେଇମାନେ ଆସିବେ। ଏବଂ ଆମେ ସେଇ ଦିନଟାକୁ ଅପେକ୍ଷା କରିଛୁ। ପ୍ରକୃତରେ ଯଦି ସେ ଦିନଟି ଆସେ ଆମ ଜୀବନରେ ଆଉ କିଛି ଦରକାର ନାହିଁ। ତା ପରଦିନ ଆମେ ମରିଗଲେ ବି କାମ କରିବ, କିଛି ଅସୁବିଧା ନାହିଁ। ତେଣୁ ସମସ୍ତଙ୍କୁ ନିବେଦନ, ଏଇ ଓଡ଼ିଶା ନୁହେଁ ବା ଭାରତ ନୁହେଁ, ପୃଥିବୀରେ ଜଣେ କେହି ଜନ୍ମ ହୁଏ, ଏଇ ହେଉଛନ୍ତି ସେଇ ମହାପୁରୁଷ। ତାଙ୍କର କଥା, ତାଙ୍କର ରୂପ ସମସ୍ତଙ୍କ ଭିତରେ ନଥିବ, ଅନେକ ଜାଣିନାହାନ୍ତି। ତେଣୁ ଆପଣମାନେ ସମସ୍ତେ ସେଇ ବାୟା ଶବ୍ଦଟାକୁ ନାମ କୀର୍ତ୍ତନ ଦୀକ୍ଷା ମନ୍ତ୍ର ସହିତ ତାକୁ ମିଶେଇ ଦିଅନ୍ତୁ। ବାୟା ହେଉଛନ୍ତି ସର୍ବଶ୍ରେଷ୍ଠ ମଣିଷ ମୋ ପାଇଁ। ଆଉ କାହା ପାଇଁ କ'ଣ ହେଇଥିବେ ସେ କଥା ଅଲଗା କଥା। ଶେଷରେ ବାବାଙ୍କ ପାଦ ତଳେ ପ୍ରଣାମ ଜଣାଇ ଶ୍ରୀ ଗୁରୁ ପ୍ରେମାନନ୍ଦେ ନିତାଇ ଗୌର ହରି। ଜୟ ଶ୍ରୀ ରାମ।